ଆପଣ ଦେଖୁଥିବା ଚିତ୍ର ଜଣେ ଗରିବ ପରିବାରର, ଯାହାଙ୍କର ବାପା ଭିନ୍ନକ୍ଷମ ଆଉ ମା ମୂଲ ମଜୁରୀ କରୁଛନ୍ତି ଏବଂ ବିଛଣାରେ ପଡ଼ିଛି ଗୋଟେ ଭେଣ୍ଡିଆ ପୁଅ ଯିଏ ଅଜଣା ରୋଗରେ ପୀଡ଼ିତ ଅଛି। ଏ ଗରିବ ପରିବାର ପାଖରେ ସକ୍ଷମ ନାହିଁ ତାକୁ ମେଡ଼ିକାଲ ନେବା ପାଇଁ, ଯାହା ପାଇଁ ଦୀର୍ଘଦିନ ହେବ ସିଏ ବିଛଣାରେ ପଡ଼ି ରହିଛି। ତେବେ ସରକାରକୁ ନିବେଦନ, ଏ ଗରିବ ପରିବାରର ଦୁଃଖ ଶୁଣନ୍ତୁ ଏବଂ ଏଇ ପୁଅଟିକୁ କେମିତି ଡାକ୍ତରଖାନା ନେଇ ତାକୁ ସୁସ୍ଥ କରିବାର ବ୍ୟବସ୍ଥା କରନ୍ତୁ। ଯେଉଁ ମାଟି ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ, ଯେଉଁ ମାଟି ପାଇଁ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ, ସେହି ମାଟିରେ ଏମିତି ଏକ ପରିବାର ଅଛି ଯିଏ ନିଜ ଭେଣ୍ଡିଆ ପୁଅର ଚିକିତ୍ସା କରାଇବାରେ ଅସମର୍ଥ। ଆଜ୍ଞା ହଁ, ଆମ କଥା ଆପଣଙ୍କୁ ଟିକେ ଅଡ଼ୁଆ ଲାଗିପାରେ, ହେଲେ ଏହା ନିରାଟ ସତ୍ୟ। ଦୀର୍ଘ 2 ବର୍ଷ ହେବ ରୋଗଶଯ୍ୟାରେ ପଡ଼ି ରହିଛି ଘରର ଭେଣ୍ଡିଆ ପୁଅ। ଆଉ ପରିସ୍ଥିତି ଏପରିକି ଛାତିଠାରୁ ଆରମ୍ଭ କରି ବେକ ଯାଏ ଘାରେ ପରିପୂର୍ଣ୍ଣ। ପାଟିକି ଦାନା ଯାଉନି, ଆଉ ଜବରଦସ୍ତ କରି ଖୁଆଇଲେ ସାଙ୍ଗେ ସାଙ୍ଗେ ବାନ୍ତି। ଅନ୍ୟପଟେ ନିଜ ଭାଗ୍ୟକୁ ଆଦରି ପାଖରେ ବସି ଲୁହ ଝରାଉଛି ଗରିବ ବାପା ମା। ବାପା ଜଣେ ଭିନ୍ନକ୍ଷମ ଛୋଟା ମଣିଷ, ଆଉ ମା ଜଣେ ଦିନ ମଜୁରିଆ। ଏହି ପରିବାର ନିଜେ ଯେଉଁଠି ଗଣ୍ଡେ ଦାନା ପାଇଁ ହନ୍ତସନ୍ତ, ସେଠି ପୁଅର ଚିକିତ୍ସା କରାଇବା ତାଙ୍କ ପକ୍ଷେ କେତେ ସମ୍ଭବ ତାହା ସହଜରେ ଅନୁମେୟ। ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲା ଅନ୍ତର୍ଗତ ଦାନଗଦି ବ୍ଲକ ଦେଉଳକଣ ପଞ୍ଚାୟତ ପାଟବାଲି ଗ୍ରାମର ଏହି ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିପାରେ। ଗ୍ରାମରେ ଥିବା ଅଖାଘେରା ଏକ ଝୁମ୍ପୁଡ଼ିରେ ବସବାସ କରନ୍ତି ବିଦ୍ୟାଧର ବେହେରାଙ୍କ ପରିବାର। ବିଦ୍ୟାଧରଙ୍କ ବୟସ 61 ବର୍ଷ ହୋଇଥିବା ବେଳେ ସିଏ ଜଣେ ଭିନ୍ନକ୍ଷମ ଛୋଟା ମଣିଷ। ଘରର 21 ବର୍ଷିଆ ଭେଣ୍ଡିଆ ପୁଅ ଶଙ୍କର ଦୀର୍ଘ 2 ବର୍ଷ ହେବ ଅଜଣା ରୋଗରେ ପୀଡ଼ିତ। ପ୍ରଥମେ କାଖ ତଳେ ଗୋଟେ ବଥ ବାହାରିଥିଲା। ଡାକ୍ତର ଦେଖାଇବାରୁ ତାହା ଭଲ ହୋଇଯାଇଥିଲା, ହେଲେ ପୁଣି କିଛି ଦିନ ପରେ ବେକରେ ବଥ ବାହାରି ଧୀରେ ଧୀରେ ଛାତି ପର୍ଯ୍ୟନ୍ତ ମାଡ଼ି ଯାଇଛି। ଏହା ଦେଖି ଏହି ଗରିବ ପରିବାର ପୁଅକୁ ନିକଟସ୍ଥ ଦାନଗଦି ଓ ପରେ ଆଠଗଡ଼ ଡାକ୍ତରଖାନା ନେଇଥିଲେ, ହେଲେ ଅର୍ଥାଭାବ କାରଣରୁ ସେଠାରୁ ପୁଅକୁ ଫେରାଇ ଆଣିଥିଲେ। ସେହିଦିନଠାରୁ ପୁଅ ଘରେ ପଡ଼ି ରହିଛି, ଆଉ ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହୋଇଥିବା ଦେଖିବାକୁ ମିଳିଛି। ଗୋଟେ ପଟେ ଛୋଟା ବାପା କାମ କରିବାକୁ ଅସମର୍ଥ ଥିବା ବେଳେ ମା ଦିନ ମଜୁରୀ କରି ଆଣୁଥିବା ଅର୍ଥ ଓ ରାସନ କାର୍ଡରୁ ମିଳୁଥିବା ମାଗଣା ଚାଉଳରେ ପରିବାର ଚଳୁଛି, ଯାହା ନିଅଣ୍ଟ ହୋଇଥିବା ଗ୍ରାମବାସୀମାନେ କୁହନ୍ତି। ସେହିପରି ଭାବରେ ପରିବାର ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନଥିବା ବେଳେ ଅଖା ଓ ଚିରା ଶାଢ଼ୀ ଘେରା ଝୁମ୍ପୁଡ଼ିରେ ଏ ପରିବାର ପଡ଼ି ରହିଛନ୍ତି। ସରକାରଙ୍କର ମେଞ୍ଚା ମେଞ୍ଚା ଯୋଜନା ସାଙ୍ଗକୁ ମାଳମାଳ କଳକାରଖାନା ଓ ଖଣିର ପ୍ରାଚୁର୍ଯ୍ୟ ଭିତରେ ଭରପୁର ଏହିପରି ଅଞ୍ଚଳ ଭିତରେ ନିଜ ପୁଅର ଚିକିତ୍ସା କରାଇବାକୁ ଅସମର୍ଥ ହୋଇ ତାକୁ ମରଣ ସହ ଲଢ଼ିବାକୁ ଛାଡ଼ିଦେବାକୁ ବାଧ୍ୟ ହେବା ଦୁଃଖଦ ଘଟଣା ଆଜି ସମସ୍ତଙ୍କୁ କାଠଗଡ଼ାକୁ ଟାଣି ଆଣିଛି। ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଏହି ଯୁବକର ଚିକିତ୍ସା କରାଇବାକୁ ଆଗେଇ ଆସିଲେ ଗୋଟିଏ ସରଳ ନିରୀହ ଜୀବନ ରକ୍ଷା ହୋଇପାରନ୍ତା। ମୋ ନାଁ ବିଦ୍ୟାଧର ବେହେରା, ଘର ପାଟବାଲି ପ୍ରମୁଖ। ପୁଅର ବେକରେ ବାହାରିକି ସବୁ ଏଇ ଚରିଗଲାଣି, କାଖ ସେ ଛାତି ପର୍ଯ୍ୟନ୍ତ ଗଲାଣି ଘା। ତେଣୁକରି ଆମେ ମେଡ଼ିକାଲ ନେଇଥିଲୁ ଦାନଗଦି। ବଡ଼ ଡାକ୍ତର ପାଖକୁ ନେବାକୁ ତ ଆମର ସାହସ ନାହିଁ, ଟଙ୍କା ପଇସା ନାହିଁ। ମୁଁ ଛୋଟା ଲୋକ, ଇଏ ଜଣେ ଲୋକ କେତେ କ'ଣ କରିବ, କାମ ଧନ୍ଦା ଯାହା ପାରୁଛି କରୁଛି। ଆଉ ସେତିକିରେ କେଉଁଠି ପଇସା ବଳେ ଆମେ ନେବୁ ବଡ଼ ମେଡ଼ିକାଲ। ତେଣୁକରି ଆମେ ସରକାରଙ୍କୁ କିଛି ସାହାଯ୍ୟ ମାଗୁଛୁ। ମୋର ବଡ଼ ପୁଅ କେମିତି ଟିକେ ଭଲ କରିବା, ସରକାର ଟିକେ ଚେଷ୍ଟା କରନ୍ତୁ। ମୋ ନାଁ ସୌଦାମିନୀ ନାୟକ, ଘର ପାଟବାଲି। କ'ଣ ଅସୁବିଧା ହେଇଛି ତାଙ୍କ ପୁଅର ଦେହ ଖରାପ ହେଇଛି? ବହୁତ ଦିନରୁ ଆମେ ଦେଖି ଆସୁଛୁ ତା ଦେହ ବହୁତ ଅସୁସ୍ଥ। ଆଉ ତାଙ୍କ ବାପା ଛୋଟା ଚାଲି ପାରୁନାହାନ୍ତି, ଆଉ ମାଟି ମୂଲ ନାଗିକି ବହୁତ ଚେଷ୍ଟା କରି ପରିବାର ଚଳଉଛି। ଆଉ ଏଇ ଅର୍ଥ ସକାଶେ
ଛୁଆଟିକୁ କୋଉଠି ମେଡିକାଲ ନେଇ ପାରୁନାହାନ୍ତି କି କିଛି ନାହିଁ। ଆମେ ତ ସାହି ପଡ଼ିଛି, ଆମେ ବି ସିଏ ଯେମିତି ଆମେ ବି ସେମିତି ଖଟିକି ଖାଉଛୁ। ଆଉ ଆମେ ବି ସାହାଯ୍ୟ ସହଯୋଗ ଏତେ କରିପାରୁନାହୁଁ। ଯଦି କରିପାରୁନୁ, ସରକାରକୁ ମୁଁ ଏତିକି ନିବେଦନ କରୁଛି ଯେ ଛୁଆଟି କେମିତି ଭଲ ହେଇଯାଉ, ତାକୁ ଟିକେ କେମିତି ବହୁ ମାତ୍ରାରେ ସାହାଯ୍ୟ କରନ୍ତୁ ସରକାର। ଛୁଆଟି ଯେମିତି ଭଲ ହବ, ମାନେ ଏତିକି କହୁଛି ମୁଁ। ଆପଣ ପରିଚୟ ଟିକେ ଦେଲେ। ମୋ ନାଁ ମଙ୍ଗୁଳି ନାୟକ, କୋଉଠି? ଘର ପାଟରାଲି। ମୁଁ ଏଇ ଯୋଉ ବିଦ୍ୟାଧର ପୁଅଟି ଦେହ ଖରାପ ହେଇଛି, ମୁଁ ତାଙ୍କ ସେ ପଡ଼ିଶା ଘର ପାଖରେ। ଆଉ ତାଙ୍କର ଏମିତି ପରିସ୍ଥିତି ଯେ ତାଙ୍କ ଆର୍ଥିକ ପରିସ୍ଥିତି ବହୁତ କମ୍ ବୋଲି ପୁରା କମ୍। ତେଣୁ ସିଏ କୌଣସି ବଡ଼ ମେଡ଼ିକାଲକୁ ନେବା ପାଇଁ ତାଙ୍କର ସମ୍ବଳ ନାହିଁ। ତେଣୁ ତାଙ୍କ ବାପା ଦେହ ବି ଖରାପ। ଆଉ ଏ ଯୋଉ ବଡ଼ ମେଡ଼ିକାଲ ନେବା ପାଇଁ ତ ପରିସ୍ଥିତି ତାଙ୍କର ନାହିଁ। ତେଣୁ ଯଦି ସରକାରଙ୍କ ତରଫରୁ କିଛି ସାହାଯ୍ୟ ମିଳନ୍ତା, ତାହେଲେ ପିଲାଟି ଭଲ ହେଇଯାଆନ୍ତା, ସୁଖ ଶାନ୍ତି ଫେରି ଆସନ୍ତା। ଟଙ୍କାରୁ ସହଯୋଗୀ ନରୋତ୍ତମ ବେହେରାଙ୍କ ସହ ଅବତାର ଅଲିଙ୍କ ରିପୋର୍ଟ, ମହାଗିରି ନ୍ୟୁଜ୍।